ଭାରତର ସ୍ୱାଧୀନତା ସଂଗ୍ରାମରେ ଯେଉଁମାନେ ବାସ୍ତବିକ ପ୍ରାଣବଳି ଦେଇଥିଲେ ଏବଂ ପ୍ରାତଃ ସ୍ମରଣୀୟ ସେମାନଙ୍କ ମଧ୍ୟରେ ବୀର ସୁରେନ୍ଦ୍ର ସାଏ ଅନ୍ୟତମ। ସମ୍ବଲପୁର ରାଜ୍ୟର ଚୌହାନ ରାଜ ପରିବାରରେ ଖିଣ୍ଡା ନାମକ ଗ୍ରାମରେ 23/1/1809 ତାରିଖରେ ସେ ଜନ୍ମ ନେଇଥିଲେ। ବାଲ୍ୟକାଳରେ ସେ ଫିଙ୍ଗୁଥିବା ଟେକା କିମ୍ବା ତୀର ଦ୍ୱାରା ଉଡୁଥିବା ଚଢ଼େଇଗୁଡ଼ିକୁ ଓ ଗଛରୁ ଫଳଗୁଡ଼ିକୁ ତଳେ ପକାଇ ଦେଉଥିଲେ। ଯୁବକ ଅବସ୍ଥାରେ ସେ ନିଜକୁ ବିଚକ୍ଷଣ ଯୋଦ୍ଧା ଭାବେ ପ୍ରତିଷ୍ଠିତ କରିଥିଲେ। ବିଦେଶୀ ଶାସକଙ୍କୁ ବାହାର କରିବାକୁ ସେ ପ୍ରଜା ମେଳି କରି ବିଦ୍ରୋହ ସଂଗଠିତ କରିଥିଲେ। ପ୍ରତ୍ୟକ୍ଷ ଯୁଦ୍ଧରେ ସର୍ବଦା ପରାଜିତ ଇଂରେଜ ଶାସକ କୌଶଳରେ ସୁରେନ୍ଦ୍ରକୁ ବନ୍ଦୀ କଲେ। 1840 ମସିହାରେ ନରହତ୍ୟା ଅପରାଧରେ ହଜାରିବାଗ ନାମକ କାରାଗାରରେ ତାଙ୍କୁ ରଖାଗଲା। ଏହାପରେ ଦେଶର ସର୍ବତ୍ର 1857 ମସିହାରେ ସିପାହୀମାନଙ୍କ ବିଦ୍ରୋହରେ ଯୋଗଦାନ ଫଳରେ ହଜାରିବାଗ କାରାଗାର ଧ୍ୱସ୍ତ ବିଧ୍ୱସ୍ତ ହେଲା। ସେତେବେଳେ ସୁରେନ୍ଦ୍ର ମୁକ୍ତ ହୋଇ ପ୍ରଜାମାନଙ୍କୁ ପୁଣି ମିଳିତ କରି ଦ୍ୱିତୀୟବାର ବିଦ୍ରୋହର ଅଗ୍ନି ପ୍ରଜ୍ୱଳିତ କଲେ। କିନ୍ତୁ ଶାସକ ପ୍ରତାରଣା କରି ସୁପ୍ତ ଅବସ୍ଥାରେ ଦ୍ୱିତୀୟବାର 1864 ମସିହାରେ ସୁରେନ୍ଦ୍ରଙ୍କୁ ବନ୍ଦୀ କରେ। ପୁନଶ୍ଚ ଅପରାଧ ଆରୋପ କରି ଆଜୀବନ କାରାଦଣ୍ଡ ଆଦେଶ ଦେଇ ସୁଦୂର ଅସୁରଗଡ଼ ନାମକ କାରାଗାରରେ ରଖିଲେ। ସେହିଠାରେ ହିଁ ଦୀର୍ଘଦିନ ଯନ୍ତ୍ରଣାଦାୟକ ବନ୍ଦୀ ଜୀବନ ଅତିବାହିତ କରି ଦୃଷ୍ଟିଶକ୍ତି ହରାଇ ସେ 1884 ମସିହାରେ ମୃତ୍ୟୁବରଣ କରି ମଧ୍ୟ ଅମର ହୋଇ ରହିଛନ୍ତି। ଏଣୁ କୁହାଯାଏ, ଅନ୍ୟମାନଙ୍କ ପାଇଁ କର୍ମ କରୁଥିବା ବିଜ୍ଞ ଲୋକ ଯଶ ଶରୀରରେ ବଞ୍ଚି ରୁହନ୍ତି।